ଆଜି ହିଁ ମୋ ବାହାଘର ହୋଇଥିଲା। ହେଲେ ମୋ ମା କହିଲା କି ନେହା ନିଜ ପାଖକୁ ବାହାଘରର ପ୍ରଥମ ରାତିରେ ନିଜ ସ୍ୱାମୀକୁ ଆସିବାକୁ ଦେବୁନି। ଯଦି ବାହାଘରର ପ୍ରଥମ ରାତିରେ ସେ ତୋ ପାଖକୁ ଆସିଯିବ ସେ ତୋତେ ଡିଭୋର୍ସ ଦେଇଦେବ। ସେଥିପାଇଁ ମୋର ଏ କଥାକୁ ଧ୍ୟାନରେ ରଖିବୁ କି ଯେମିତି ତୋ ସ୍ୱାମୀ ତୋତେ ନ ଛୁଏଁ। ମୁଁ ଆଶ୍ଚର୍ଯ୍ୟ ହୋଇ ନିଜ ମାଆକୁ ଦେଖିବାକୁ ଲାଗିଲି। ମୋ ମା କହିଲା କି ବାସ୍ ତୁ ମୋର ଏଇ କଥା ମାନିନେ। ଏବେ ତୁ ଖାଲି ଯେତେ ସମ୍ଭବ ହୋଇପାରିବ ନିଜ ସ୍ୱାମୀଠାରୁ ଦୂରେଇ ରହିବୁ। ମୁଁ କହିଲି କି ହେଲେ ମା ଏମିତି କାହିଁକି? ସେ ମୋ ସ୍ୱାମୀ ଆଉ ସେ ଭଲା ମୋ କଥାରେ କାହିଁକି ରାଜି ହେବେ? ଆଉ ତା ଛଡ଼ା ଗୌତମ କେତେ ଜିଦ୍ଦି କରିବା ପରେ ମୋତେ ପାଇଛନ୍ତି। ତାହେଲେ ସେ ଭଲା ମୋ ପାଖକୁ କାହିଁକି ଆସିବେ ନାହିଁ? ଆଉ ତାପରେ ମୋ ମା ମୋତେ ଯେମିତି ସତ୍ୟତା କହିଲା ମୋ ପୁରା ଶରୀର ଥରି ଉଠିଲା। ମୁଁ କହିଲି କି ମା ତୋତେ ଏ ବାହାଘର କରେଇବାର ନଥିଲା। ମା ତୋତେ ଗୌତମଙ୍କ ଜୀବନ ବର୍ବାଦ କରିବା ପୂର୍ବରୁ ଗୋଟେ ଥର ନିଶ୍ଚିତ ଭାବରେ ଭାବିବାର ଥିଲା। ଯେତେବେଳେ ଏସତ ଗୌତମକୁ ଜଣାପଡ଼ିବ ତେବେ ତାଙ୍କ ପୁରା ଘର ବର୍ବାଦ ହୋଇଯିବ। ଏହା ତୁ ଭଲ କଲୁନି। ମୋ ଆଖିରେ ଲୁହ ଆସିଯାଇଥିଲା। ମୋ ମା ମୋର ଏସତ ମୋଠୁ କାହିଁକି ଲୁଚାଇଥିଲା? ମୋ ମା କହିଲା କି ଏ ବାହାଘର ଗୌତମର ଜିଦ୍ଦିରେ ହୋଇଛି। ମୁଁ ତ ଏ ବାହାଘର ପାଇଁ ପ୍ରଥମ ଥରରେ ହିଁ ମନା କରିଦେଇଥିଲି। ହେଲେ ଯେତେବେଳେ ସେମାନେ ମୋର ଗୋଟିଏ କଥା ବି ଶୁଣିଲେ ନାହିଁ ତେବେ ମୁଁ ଭାବିଲି କି ଏହା ତ ଭଲ ହେବ ଯେ ତୋର ବି ନିଜର ଘର ବସିଯିବ। ହୋଇପାରେ କି ସମୟ ବିତିବା ସହିତ ତୋ ଜୀବନରେ ମଧ୍ୟ ଖୁସିର ରଙ୍ଗ ଭରିଯିବ। କାହିଁକି ନା ତୁ କେବେ ପର୍ଯ୍ୟନ୍ତ ଆମ ଘରେ ଏମିତି ବାଡ଼ୁଅ ହୋଇ ବସିଥାନ୍ତୁ ଆଉ ମୁଁ ବା କ'ଣ କରିପାରିଥାନ୍ତି? ମନ ଦୁଃଖରେ ମୁଁ ନିଜ ଶାଶୁଘରକୁ ଚାଲି ଆସିଲି। ମୋ ମା ଯେମିତି କହିଥିଲା ମୁଁ ସେମିତି ହିଁ କରିଲି। ମୁଁ ମୋ ସ୍ୱାମୀକୁ ପାଖକୁ ଆସିବାକୁ ବି ଦେଲିନି। ବାସର ରାତିରେ ସେ ଖଟ ଉପରେ ବସିଲେ ଆଉ ମୋ ସୁନ୍ଦରତାର ପ୍ରଶଂସା କରୁଥିଲେ। ହେଲେ ଯେମିତି ସେ ମୋ ହାତକୁ ଛୁଇଁଲେ ମୁଁ ତାଙ୍କ ପଛକୁ ଠେଲିଦେଲି। ସେ ଆଶ୍ଚର୍ଯ୍ୟ ହେଲେ। ମୋ ସ୍ୱାମୀ ଗୌତମ ମୋତେ କାରଣ ପଚାରିବାକୁ ଲାଗିଲେ ତ ମୁଁ କାନ୍ଦିବାକୁ ଲାଗିଲି। ହେଲେ ମୁଁ ତାଙ୍କୁ କିଛି ବି କହିଲିନି। ଆଉ ତାପରେ ଗୋଟେ ଦିନ ମୋ ସ୍ୱାମୀ ଗୌତମକୁ ଯେତେବେଳେ ପୁରା ରାଜ ଜଣାପଡ଼ିଗଲା କାହାକୁ ମୁହଁ ଦେଖାଇବାର ମୁଁ ଯୋଗ୍ୟ ରହିଲିନି। କାହିଁକି ନା ମୋ ଭିତରେ ତ ତେବେ ପୁରା କଥା ଥରେ ଶୁଣି ନିଅନ୍ତୁ। ବଧୂ ବେଶ ସାଜି ମୁଁ ଗୌତମଙ୍କ ରୁମ୍ରେ ଖଟ ଉପରେ ବସିଥିଲି ଆଉ ସେ ମୋ ସାମ୍ନାରେ ବସି ମୋତେ ବହୁତ ଆଶ୍ଚର୍ଯ୍ୟର ସହିତ ଦେଖୁଥିଲେ। ମୋ ପୁରା ଶରୀର ଏ ସମୟରେ ବହୁତ ଜୋରରେ ଥରୁଥିଲା। ମୁଁ ବରଫ ଭଳି ଥଣ୍ଡା ପଡ଼ିସାରିଥିଲି। ସାମ୍ନାରେ ବସିଥିବା ମୋ ସ୍ୱାମୀଙ୍କ ତୀକ୍ଷ୍ଣ ନଜର ମୋତେ ମୋ ଶରୀରର ଏପଟ ସେପଟ ହେଉଥିବାର ଦେଖାଯାଉଥିଲା। ସେ କହିଲେ କି କଥା କ'ଣ ନେହା? କ'ଣ ଏ ବାହାଘର ତୁମ ଇଚ୍ଛାରେ ହୋଇନି? ମୁଁ ନଜର ଉଠେଇ ତାଙ୍କୁ ଦେଖିଲି ତ ନିଜ ଲୁହକୁ ଅଟକାଉଥିଲି। ମୋ ଓଠ ବହୁତ ଜୋରରେ ଥରୁଥିଲା ଆଉ ସେ ବହୁତ କଡ଼ାକଡ଼ି ଏବଂ ରାଗଭରା ଶବ୍ଦରେ ମୋତେ କାରଣ ପଚାରୁଥିଲେ। ମୁଁ ଚାହିଁକି ମଧ୍ୟ କିଛି କହିପାରୁନଥିଲି ଯେ ଅସଲ କାରଣ କ'ଣ। ସେ ପୁଣି ଥରେ ମୋତେ ବଡ଼ ପାଟିରେ ପଚାରିଲେ କି ନେହା ମୁଁ ତୁମକୁ କିଛି ପଚାରିଲି ନା? ତାଙ୍କର ଏମିତି ବଡ଼ ପାଟିରେ ପଚାରିବା ଦ୍ୱାରା ମୁଁ ପୁରାପୁରି ଭାବରେ ଡରି ଯାଇଥିଲି ଆଉ ଜୋରରେ କାନ୍ଦିବାକୁ ଲାଗିଲି। ହେଲେ ସେ ବୋଧେ ପକ୍କା ଇରାଦା ବନେଇ ସାରିଥିଲେ କି ମୋଠୁ ଉତ୍ତର ନ ନେଲା ପର୍ଯ୍ୟନ୍ତ ମୋତେ ଛାଡ଼ିବେ ନାହିଁ। ଗୌତମ ପୁଣି ଥରେ ବଡ଼ ପାଟିରେ କହିଲେ ଏ କାନ୍ଦକଟା ବନ୍ଦ କର ଆଉ ମୋତେ କୁହ ଯେ ମନା କରିବାର କାରଣ କ'ଣ? ଯଦି ତୁମେ ଏହା ଭାବୁଛ କି ଆଜି ରାତିରେ ମୁଁ ତୁମର ଏ ଲୁହ ଦେଖି ତରଳି ଯିବି ଆଉ ଆଜି ରାତିରେ ମୁଁ ତୁମ ପାଖକୁ ଆସିବି ନାହିଁ ତେବେ ଏହା ତୁମର ଭୁଲ ଧାରଣା। ଆଉ ଏ ଭୁଲ ଧାରଣାକୁ ନିଜ ମନରୁ ବାହାର କରିଦିଅ। ଏହା କହି ସେ ମୋ ହାତକୁ ଜୋରରେ ମୁଠେଇ ଧରିଲେ ଯାହାକି ବହୁତ ଜୋରରେ ଥରୁଥିଲା। ମୁଁ ମୋ ହାତକୁ ଟାଣିବା ପାଇଁ ଚେଷ୍ଟା କରିଲି ତ ସେ ମୋର ଆହୁରି ବି ପାଖକୁ ଆସିଗଲେ ଆଉ କହିଲେ କି କାହିଁକି ନେହା କାହିଁକି ମୋର ପରୀକ୍ଷା ନେଉଛ? ମୋ ପସନ୍ଦର ବାହାଘର ଶାଢ଼ୀରେ ସଜେଇ ହୋଇ ମୋ ସାମ୍ନାରେ ବସିଛ ଆଉ ମୋତେ ନିଜ ପାଖକୁ ବି ଆସିବାକୁ ଦେଉନ। ମୁଁ ଏମିତି କେଉଁ ପାପ କରିଦେଇଛି? ଏମିତି କେଉଁ ଭୁଲ କରିଦେଇଛି ଯେଉଁଥିପାଇଁ କି ତମେ ମୋଠୁ ଏମିତି ଦୂରେଇ ଯାଉଛ? ଆଜି ଆମ ବାହାଘରର ପ୍ରଥମ ରାତି। ବାହାଘରକୁ ନେଇ ପୁଅ ଝିଅମାନଙ୍କ ମନରେ କେତେ ସ୍ୱପ୍ନ ସଜେଇ ରହିଥାଏ ଆଉ ତୁମେ ଆଜି ଭଳି ରାତିରେ ମୋତେ ନିଜ ପାଖକୁ କାହିଁକି ଆସିବାକୁ ଦେଉନ? ଏସବୁର କାରଣ କ'ଣ? ଅତି କମ୍ରେ ମୋତେ ଏସବୁର କାରଣ ତ କୁହ। ହୋଇପାରେ କି ମୁଁ ତୁମ ସମସ୍ୟାର ସମାଧାନ କରିପାରେ। ମୁଁ କୌଣସି ଭଗବାନ ନୁହେଁ ନେହା କି ଯେଉଁ ଝିଅ ମୋର ହୋଇସାରିଛି ତାକୁ ମୋ ସାମ୍ନାରେ ଏମିତି ସଜେଇ ହୋଇ ବସିଥିବାର ଦେଖି ଚୁପଚାପ ନିଜ ମନର ଇଚ୍ଛାକୁ ନିଜ ମନ ଭିତରେ ଚାପି ରଖିଦେବି। ମୁଁ ବହୁତ ମୁସ୍କିଲରେ ଏ ସମୟ କାଟିଛି। ପ୍ରତିଦିନ ତୁମ ସହିତ ସାରା ଜୀବନ ବିତେଇବାର ସ୍ୱପ୍ନ ଦେଖି ଆସିଛି। ଧୀରେ ଧୀରେ ଗୌତମଙ୍କ କହିବାର ଶୈଳୀ ନିଶା ଭରା ହେବାକୁ ଲାଗିଥିଲା। ସେ ମୋ ମୁହଁରେ ଝୁଲୁଥିବା କେଶକୁ ବହୁତ ସ୍ନେହରେ ଦେଖୁଥିଲେ ଆଉ ମୋ ହୃଦୟ ଧକ୍ ଧକ୍ ହେବା ଭୁଲି ଯାଇଥିଲା।
ମୋତେ ସେ ବେକାବୁ ହେଲା ଭଳି ଜଣାପଡ଼ୁଥିଲେ। ମୋ ପାଇଁ ତାଙ୍କୁ ଅଟକାଇବାଟା ଆହୁରି ବି କଠିନ ପରୀକ୍ଷା ବନିଯାଇଥିଲା। ଯେଉଁ ରାଜ ମୋତେ ମା କହିଥିଲେ ଯଦି ମୋର ସେ ରାଜ ଗୌତମ ଜାଣି ନେଇଥାନ୍ତେ ତେବେ ସେ ମୋତେ ଜୀବନରେ ମାରି ଦେଇଥାନ୍ତେ, ସେ ମୋତେ ଡିଭୋର୍ସ ଦେଇଥାନ୍ତେ। ଗୌତମ ମୋତେ ମୁହଁ ଦେଖାରେ ସୁନା ଚେନ୍ ଦେଲେ, ଯାହାକୁ କି ପିନ୍ଧାଇବା ସମୟରେ ତାଙ୍କ ଆଙ୍ଗୁଠି ମୋ ବେକରେ ଅଟକି ଯାଇଥିଲା। ଏକ କରେଣ୍ଟ ମୋ ପୁରା ଶରୀରରେ ଖେଳିଗଲା। ମୁଁ ତୁରନ୍ତ ହିଁ ତାଙ୍କ ହାତ ପଛକୁ ଠେଲିଦେଲି, ଆଉ ନିଜେ ବି ପଛକୁ ହଟିଗଲି। ମୁଁ କହିଲି କି ପ୍ଲିଜ୍ ଗୌତମ, ମୋ କଥା ଶୁଣିବାକୁ ଚେଷ୍ଟା କର। ଗୌତମ କେବଳ 1 ମାସର ସମୟ ଦିଅ। ମୁଁ ତାଙ୍କୁ ଅନୁରୋଧ କରି କହିଲି, ହେଲେ ଗୌତମଙ୍କ ଉପରେ ତ ନିଶା ସବାର ଥିଲା। ସେ ତ କିଛି ଶୁଣିବା ମୁଡ୍ରେ ହିଁ ନଥିଲେ। ସେ କହିଲେ କି କାରଣ କ'ଣ ମୋତେ କୁହ, ନହେଲେ ମୁଁ ଜବରଦସ୍ତି ପାଇଁ ବାଧ୍ୟ ହେବି। ତମଠୁ ଯଦି ମୁଁ ନିଜ ଅଧିକାର ହାସଲ କରିନିଏ ତେବେ ବି ତମେ ମୋତେ କୌଣସି ପ୍ରଶ୍ନ କରିପାରିବ ନାହିଁ। ସେ ବି ବୋଧେ ନିଶ୍ଚିତ କରି ବସିଥିଲେ କି ମୋ କଥା ମାନିବେ ନାହିଁ। ହେଲେ ଗୌତମଙ୍କର ଏତେ ନିକଟତର ହେବାଟା ମୋ ପାଇଁ କେଉଁ ସମସ୍ୟା ଆଣିଥାନ୍ତା ତାହା ମୁଁ ଜାଣିଥିଲି। ହେଲେ ମୁଁ ତାଙ୍କୁ ଅଟକାଇ ପାରୁନଥିଲି। ଯେମିତି ଯେମିତି ସେ ମୋ ପାଖକୁ ବଢ଼ୁଥିଲେ ତ ମୋ ଅବସ୍ଥା ଖରାପ ହେଇ ଚାଲିଥିଲା। ମୁଁ ଏମିତି ଭାବରେ ନିରୁପାୟ ଏବଂ ଚିନ୍ତିତ ଥିଲି କି ସେଇଠି ହିଁ ବେହୋସ ହୋଇ ଖଟ ଉପରେ ଟଳି ପଡ଼ିଲି। ମୋ କାନରେ ଏବେ ଗୌତମଙ୍କ ସ୍ୱର ଗୁଞ୍ଜରିତ ହେଉଥିଲା। ସେ ମୋତେ ନେହା ନେହା ବୋଲି ଡାକୁଥିଲେ। ମୋ କାନ୍ଧକୁ ଧରି ହଲେଇ ଚାଲିଥିଲେ। ବୋଧେ ତାଙ୍କୁ ଜଣା ନଥିଲା ଯେ ମୁଁ ମୋର ଚେତା ହରାଇ ବସିଛି ବୋଲି। ବୋଧେ ମୁଁ ନିଜ ଆୟତରେ ନଥିଲି, କିମ୍ବା ଏହା ବୋଧେ ସେ ଔଷଧର କରାମତି ଥିଲା, ଯାହାକୁ କି ବାହାଘର ସମୟରେ ମୁଁ ମୋ ମା କଥା ଶୁଣି ଖାଇଥିଲି। ଯେଉଁ ସତ ମୋ ମା ମୋ ସାମ୍ନାରେ କହିଥିଲେ, ମୁଁ ଚାହିଁକି ବି ମୋ ସ୍ୱାମୀକୁ ନିଜ ପାଖକୁ ଆସିବାକୁ ଦେଇପାରୁନଥିଲି। ଏମିତି ନଥିଲା କି ମୋ ଜୀବନରେ କୌଣସି ଦ୍ୱିତୀୟ ପୁରୁଷ ଥିଲେ। ମୋତେ ଗୌତମ ବି ବହୁତ ପସନ୍ଦ ଥିଲେ। ଏ କଥା ବି ନଥିଲା କି ଅତୀତରେ ମୋ ସହିତ ଏମିତି କିଛି ଘଟଣା ଘଟିଥିଲା କି ମୋତେ ସେ ରାଜ ଖୋଲିଯିବାର ଡର ଥିଲା। ସେମିତି କିଛି ବି ନଥିଲା। ହେଲେ ଯେଉଁ ସମସ୍ୟା ମୋ ସହିତ ଥିଲା ତାହା ବୋଧେ କୌଣସି ଅଳ୍ପ ବହୁତ ଝିଅଙ୍କ ସହିତ ଥାଇପାରେ। ଯେତେବେଳେ ମୋର ହୋସ୍ ଆସିଲା ତ ମୁଁ ହସ୍ପିଟାଲରେ ଥିଲି। ମୋ ଶାଶୁ ଓ ମୋ ସ୍ୱାମୀ ମୋ ପାଖରେ ଚିନ୍ତିତ ହୋଇ ଛିଡ଼ା ହୋଇଥିଲେ। ମୋ ଶାଶୁ ମୋତେ ମୋ ଦେହ ବିଷୟରେ ପଚାରୁଥିଲେ। ଲେଡି ଡାକ୍ତର କହିଲେ କି ଏବେ ଇଏ ବିଲକୁଲ ଠିକ୍ ଅଛନ୍ତି, ଆପଣମାନେ ଏବେ ୟାଙ୍କୁ ଘରକୁ ନେଇପାରନ୍ତି। କିଛି ସମୟ ପରେ ଆମେମାନେ ଘରକୁ ଆସିଗଲୁ। ମୋ ଶାଶୁ ମୋତେ ଆରାମ କରିବା ପାଇଁ କହି ମୋତେ ମୋ ରୁମ୍ରେ ଛାଡ଼ି ଚାଲିଗଲେ। ମୁଁ ମୋ ଖଟ ଉପରେ ଗଡ଼ି ପଡ଼ିଲି। ଘରେ ଏବେ ବି ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ବାହାଘର ବାଲା ଘର ଥିଲା। ଅତିଥିମାନଙ୍କର ଉପସ୍ଥିତି କୌଣସି ବଡ଼ କଥା ନଥିଲା। ମୋତେ ଗୌତମଙ୍କ ସାଙ୍ଗସାଥି ଓ ଭାଇମାନଙ୍କର ସ୍ୱର ଶୁଣାଯାଉଥିଲା, ଯେଉଁମାନେ କି ଗୌତମଙ୍କ ସହିତ ଥଟ୍ଟା ମଜା କରୁଥିଲେ ଯେ ଗୋଟେ ରାତି ଭିତରେ ତୁ ତୋ ସ୍ତ୍ରୀ ସହିତ ଏମିତି କ'ଣ କରିଦେଲୁ ଯେ ବିଚାରୀ ବେହୋସ ହୋଇଗଲା। ଆରେ ସେ ତ ନିରୀହ ଏବଂ କୋମଳ ଝିଅଟିଏ ଥିଲା, ତୁ ତା ସହିତ ଏମିତି କାହିଁକି କଲୁ? ଧୀରେ ସୁସ୍ଥେ ବୁଝି ବିଚାରି କାମ କରିବାର ଥିଲା, ଆଉ ତୁ ତ ସେ ନିରୀହ କୋମଳ ଫୁଲଟିକୁ ଦଳି ଚକଟି ରଖିଦେଲୁ। ଲୋକମାନଙ୍କୁ ତ ମନଗଢ଼ା କାହାଣୀ ବନେଇବାର ସୁଯୋଗ ମିଳିଯାଇଥିଲା। ଜଣା ନାହିଁ ସମସ୍ତେ କ'ଣ ଭାବୁଥିଲେ। ମୋତେ ଭିତରେ ଭିତରେ ବହୁତ ଲଜ୍ଜିତ ଅନୁଭବ ହେଉଥିଲା। ମୋ ପାଇଁ ଗୌତମକୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ୁଥିଲା। କିଏ କହୁଥିଲେ କି 4 ଦିନ ପର୍ଯ୍ୟନ୍ତ ଏବେ ସେ ରୁମ୍ର ମଧ୍ୟ ପାଖ ମାଡ଼ିବୁ ନାହିଁ, ତ କିଏ ମୋ ଶାଶୁଙ୍କୁ କହୁଥିଲେ କି ଆପଣ ନିଜେ ହିଁ ବୋହୂ ପାଖରେ ରୁହନ୍ତୁ। ଗୌତମର ଚେହେରା ଦେଖି ଯେମିତି ବୋହୂ ପୁଣି ଥରେ ବେହୋସ ହୋଇ ନଯାଉ। ଥଟ୍ଟା ମଜା ଭରା ହସର ଶବ୍ଦ ମୋତେ ନିଜ ନଜରରେ ତଳକୁ ଖସେଇ ଦେଉଥିଲା। ହେଲେ ମୁଁ ବି ମଜବୁର ଥିଲି। ଯଦି ମୁଁ ମୋ ସ୍ୱାମୀକୁ ପ୍ରକୃତ କାରଣ କହିଦେଇଥାନ୍ତି ତେବେ ସେ ମୋତେ ଡିଭୋର୍ସ ଦେଇ ଧକ୍କା ମାରି ନିଜ ଘରୁ ବାହାର କରିଦେଇଥାନ୍ତେ। ଆଉ ଯଦି କିଛି ବି କହିନଥାନ୍ତି ତେବେ ସମ୍ପର୍କ ରଖିବା ପରେ କିଛି ମାସ ପରେ ସେ ନିଜେ ହିଁ ଜାଣି ନେଇଥାନ୍ତେ ମୁଁ କେଉଁ ପରିସ୍ଥିତିରେ ଆସି ଛିଡ଼ା ହୋଇଯାଇଥିଲି। କିଛି ଦିନ ପର୍ଯ୍ୟନ୍ତ ମୋ ଶାଶୁ ମୋ ପାଖକୁ ଯିବା ଆସିବା କରୁଥିଲେ। ମୋତେ ଖାଇବା ବି ଖୁଆଇ ଦେଉଥିଲେ। ସେ ବହୁତ ଖୋଲା ମନବାଲା ମହିଳା ଥିଲେ। ଧୀରେ ଧୀରେ ସବୁ ବନ୍ଧୁବାନ୍ଧବ ଯାଇସାରିଥିଲେ। ମୋ ଦେହ ବି ଏବେ ଟିକେ ସୁଧୁରି ସାରିଥିଲା। ସେଥିପାଇଁ ମୁଁ ନିଜେ ରୋଷେଇ ଘର କାମ ସମ୍ଭାଳି ନେଲି। ଯେତେବେଳେ କି ମୋ ଶାଶୁ ମୋତେ ବହୁତ ମନା କରୁଥିଲେ। ଗୌତମ ବହୁତ ନୀରବ ରହୁଥିଲେ। ଖାଇଲା ବେଳେ ମଧ୍ୟ ମୋତେ ଅଭିଯୋଗ ଭରା ନଜରରେ ଦେଖୁଥିଲେ। ମୋ ଶାଶୁଘର ବାସ୍ କେବଳ ମୋ ଶାଶୁ ଓ ମୋ ସ୍ୱାମୀ ହିଁ ରହୁଥିଲେ। ଗୌତମ ମୋ ଶାଶୁଙ୍କର ଏକମାତ୍ର ସନ୍ତାନ ଥିଲେ। ଏମିତିରେ ତ ସବୁ ବନ୍ଧୁବାନ୍ଧବ ଯାଇସାରିଥିଲେ। ହେଲେ ମୋ ଶାଶୁ ନିଜ ସାଙ୍ଗ ଏବଂ ତାଙ୍କ ଝିଅକୁ ନିଜ ପାଖରେ ଅଟକାଇ ଦେଇଥିଲେ। ମୋ ଶାଶୁଙ୍କ ସାଙ୍ଗର ଝିଅ ମୋ ବୟସର ଥିଲା। ସେ ଗ୍ରାଜୁଏସନ୍ ପରୀକ୍ଷା ଦେଇସାରିଥିଲା। ସେଥିପାଇଁ ମା ଝିଅ ମାସ ସାରା ଏଠି ରହିବାର ପ୍ଲାନ୍ ବନାଇଥିଲେ। ସୋନି ମଧ୍ୟ ବହୁତ ସୁନ୍ଦର ଥିଲା। ଆଉ ଯେଉଁ କଥା ମୋତେ ବିଲକୁଲ ବି ଭଲ ଲାଗୁନଥିଲା
ତାହା ଏହା ଥିଲା କି ସେ ଗୌତମଙ୍କ ସହ ହସି ହସି କଥା ହେଉଥିଲା ଆଉ ସେ ଗୌତମଙ୍କ ସହିତ ଏକଦମ ବିନ୍ଦାସରେ ରହୁଥିଲା। ସେଦିନ ବି ଖାଇବା ଟେବୁଲ ଉପରେ ସୋନି ଗୌତମଙ୍କ ସହିତ କେଉଁ କେଉଁ ସବୁ କଥା ହେଉଥିଲା, ହେଲେ ଗୌତମ ତ ତା କଥାରେ ଧ୍ୟାନ ବି ଦେଉନଥିଲେ। ସେ କେବଳ ତା କଥାର ଉତ୍ତର ଦେଉଥିଲେ, ହେଲେ ତାଙ୍କ ନଜର ତ ପୁରା ମୋ ଉପରେ ହିଁ ଥିଲା। ସେ ମୁହଁ ଖୋଲି କିଛି କହିପାରୁନଥିଲେ ସତ, ହେଲେ ତାଙ୍କ ଆଖି ଯାହା ସବୁ ମୋତେ କହିଯାଉଥିଲା ସେ ସବୁକୁ ମୁଁ ତାଙ୍କ ଆଖିରେ ପଢ଼ିକି ମଧ୍ୟ ଅଜଣା ଭଳି ନୀରବ ରହିଯାଉଥିଲି। ରାତିରେ ମୁଁ ରୋଷେଇ ଘରର କାମ ଶେଷ କରିବାରେ ବ୍ୟସ୍ତ ଥିଲି। ମୋ ଶାଶୁ ନିଜ ରୁମ୍କୁ ଯାଇସାରିଥିଲେ। ସୋନି ଆଉ ତା ମା' ବି ମୋ ଶାଶୁଙ୍କ ରୁମ୍କୁ ଯାଇସାରିଥିଲେ। ଗୌତମଙ୍କର ଏଇ ଛୋଟ ଫ୍ଲାଟ୍ଟିରେ ବାସ୍ କେବଳ 2ଟି ହିଁ ରୁମ୍ ଥିଲା ଆଉ ଗୋଟିଏ ହଲ୍, ଗୋଟିଏ ଡାଇନିଂ ହଲ୍ ଥିଲା। ମୁଁ ଏବେ ବାସନ ଧୋଉଥିଲି ଯେତେବେଳେ କି ମୋତେ କାହାର ବ୍ୟାକୁଳ ନଜର ସମସ୍ୟାରେ ପକାଇ ଦେଇଥିଲା। ମୁଁ ବୁଲିକି ଦେଖିଲି ତ ଗୌତମ ମୋର ବିଲକୁଲ ପଛରେ ଛିଡ଼ା ହୋଇଥିଲେ। ସେ କହିଲେ କି ନିଦ ଆସୁନି, ମୁଣ୍ଡ ବିନ୍ଧା ହେଉଛି, ମୋ ପାଇଁ ଗୋଟେ କପ୍ ଚା ବନେଇ ଦିଅ। ମୁଁ ଚା କେଟିଲ୍ ଗ୍ୟାସ୍ ଉପରେ ରଖିଦେଲି। ମୋତେ ଲାଗୁଥିଲା କି ସେ ଚା ପାଇଁ କହି ବାହାରକୁ ଚାଲିଯିବେ। ମୁଁ ରୋଷେଇ ଘରେ କାମ କରିବା ସମୟରେ ମୋ ଅନିକୁ ରୋଷେଇ ଘରର କବାଟ ଉପରେ ରଖି କାମ କରୁଥିଲି, କାହିଁକିନା ସେ ସମୟରେ ରୋଷେଇ ଘରେ ମୁଁ ଏକୁଟିଆ ହିଁ ରହୁଥିଲି ଆଉ ତା ଛଡ଼ା ଘରେ କୌଣସି ଦିଅର, ଦେଢ଼ଶୁର କିମ୍ବା ଶ୍ୱଶୁର ମଧ୍ୟ ନଥିଲେ। ହେଲେ ଗୌତମ ଏମିତି ଅଚାନକ ରୋଷେଇ ଘରକୁ ଚାଲି ଆସିବେ ଆଉ ମୋ ପାଖରେ ଛିଡ଼ା ହୋଇଯିବେ, ଏହା ମୁଁ କେବେ ବି ଭାବିନଥିଲି। ସେ ମୋ ଆଡ଼କୁ ହିଁ ଚାହିଁ ରହିଥିଲେ। ଯେତେବେଳେ ମୁଁ ତାଙ୍କ ଆଡ଼କୁ ଧ୍ୟାନରେ ଦେଖୁଥିଲି ତ ମୋତେ ଲାଜ ଲାଗିବାକୁ ଲାଗିଲା। ସେ ରୋଷେଇ ଘରର କବାଟ ପାଖରେ ଛିଡ଼ା ହୋଇଥିଲେ, ବିଲକୁଲ ସେଇଠି ମୋ ଓନିଟା ବି ଟଙ୍ଗା ହୋଇଥିଲା। ମୁଁ ସେଇଠୁ ଓନି କାଢ଼ି ନିଜ ଉପରେ ପକାଇ ପାରିନଥାନ୍ତି। ମୋର ଏହା ଚେଷ୍ଟା ଥିଲା କି ଯେମିତି ଜଲ୍ଦି ଚା ବନିଯାଉ, ହେଲେ ସମସ୍ୟା ବି ଏହା ଥିଲା ଯେ ଜଣା ନାହିଁ ଆଜି ଗ୍ୟାସ୍ର ଚୁଲାରେ ବି କ'ଣ ହୋଇଯାଇଥିଲା ଯେ ତାହା ବହୁତ ଧୀରେ ଧୀରେ ଜଳୁଥିଲା। ବୋଧେ ଗ୍ୟାସ୍ରେ ମଇଳା ଜାମ୍ ହୋଇଯାଇଛି। ଏତେ ଧୀରେ ଜଳୁଥିଲା କି ଚା ବନିବା ପାଇଁ 15ରୁ 20 ମିନିଟ୍ ଲାଗିଯାଇଥାନ୍ତା ଆଉ 15-20 ମିନିଟ୍ ଏମିତି ଛିଡ଼ା ହେବା ମୋ ପାଇଁ ବହୁତ ମୁସ୍କିଲ ଥିଲା। ମୁଁ ବାରମ୍ବାର ଗୌତମଙ୍କ ନଜରରେ ଫସି ଯାଉଥିଲି। ମୋ ହୃଦୟର ସ୍ପନ୍ଦନ ମୋ ଆୟତ୍ତ ବାହାରେ ଥିଲା। ସେତେବେଳେ ଅଚାନକ ମୋତେ ଗୌତମଙ୍କ ସ୍ୱର ମୋ କାନରେ ଶୁଣାଗଲା। ଗୌତମ କହୁଥିଲେ କି ନେହା, ତମ କେଶ କେତେ ସୁନ୍ଦର ଆଉ ଲମ୍ବା। ମୁଁ ତ ଆଜି ଦେଖିଲି। ଆଉ ଟିକେ ମୋ ଆଡ଼କୁ ବଢ଼ି ସାରିଥିଲେ। ରୋଷେଇ ଘର ଟିକେ ଛୋଟ ଥିଲା, ସେଇଥିପାଇଁ ସେ ମୋର ବହୁତ ପାଖରେ ପହଞ୍ଚି ସାରିଥିଲେ। ମୁଁ ସେ ସମୟରେ ବହୁତ ନର୍ଭସ୍ ହେଉଥିଲି। ସେ ମୋ ସାମ୍ନାରେ ଆସି ଛିଡ଼ା ହୋଇଗଲେ, ମୋ ମୁହଁକୁ ଧ୍ୟାନରେ ଦେଖିବାକୁ ଲାଗିଲେ। ସେ କହୁଥିଲେ କି ନେହା, ତମେ ଜାଣିଛ, ମୁଁ ଯେତେବେଳେ ତୁମକୁ ପ୍ରଥମ ଥର ନିଜ ସାଙ୍ଗ ବାହାଘରରେ ଦେଖିଥିଲି, ସେତେବେଳେ ତମ ହସିବା ଦ୍ୱାରା ଯେଉଁ ଡିମ୍ପଲ ତମ ଗାଲରେ ପଡ଼ିଥିଲା ତାହା ମୋଠୁ ମୋ ହୃଦୟ ଚୋରେଇ ନେଇଥିଲା। ମୁଁ ଯେବେ ପର୍ଯ୍ୟନ୍ତ ସେ ବାହାଘର ଫଙ୍କସନରେ ରହିଥିଲି ମୋ ନଜର ଲଗାତାର ତୁମ ଉପରେ ହିଁ ଥିଲା। ବାସ୍ ସେବେଠୁ ହିଁ ମୁଁ ନିଜ ହୃଦୟ ତୁମ ପାଖରେ ହଜେଇ ସାରିଥିଲି। ଯେବେ ପର୍ଯ୍ୟନ୍ତ ଆମ ବାହାଘର ହୋଇନଥିଲା ସେବେ ପର୍ଯ୍ୟନ୍ତ ମୁଁ ଶାନ୍ତିରେ ନିଶ୍ୱାସ ବି ନେଇପାରୁନଥିଲି। ଏହା କହି ସେ ମୋର ଆହୁରି ପାଖକୁ ଚାଲି ଆସିଲେ। ମୁଁ ପଛରେ ଥିବା ସ୍ଲାବରେ ଯାଇ ଲାଗିଗଲି ଆଉ କହୁଥିଲି କି ଗୌତମ, ଦୟାକରି ପଛକୁ ଘୁଞ୍ଚ ଆଉ ମୋତେ ମୋ ଓନି ଆଣିବାକୁ ଦିଅ। ଗୌତମ କହିଲେ କି କାହିଁକି, ଏଠି କୌଣସି ବାହାର ଲୋକ ଅଛନ୍ତି ନା କ'ଣ, ଯାହାଠୁ କି ତମେ ନିଜକୁ ନିଜେ ଲୁଚେଇବାକୁ ଚାହୁଁଛ? ସ୍ୱାମୀ ସ୍ତ୍ରୀ ତ ଏମିତିରେ ବି ପରସ୍ପର ପାଇଁ ବନିଥାନ୍ତି। ଗୌତମ ମୋର ଆହୁରି ବି ପାଖକୁ ଆସିଗଲେ ଆଉ ମୋ ଅଣ୍ଟାକୁ ଧରିନେଲେ ଆଉ ନିଜ ଓଠ ମୋ ବେକରେ ରଖିଦେଲେ। ତାଙ୍କ ଗରମ ଗରମ ନିଶ୍ୱାସ ଦ୍ୱାରା ମୁଁ ତରଳିବାକୁ ଲାଗିଥିଲି। ମୋ ଅବସ୍ଥା ଏବେ ଆହୁରି ବି ଅଧିକ ଖରାପ ହେବାକୁ ଲାଗିଲା। ସେ ମୋ ମୁହଁକୁ ନିଜ ହାତରେ ଧରିବା ପୂର୍ବରୁ ମୁଁ ତାଙ୍କୁ ପଛକୁ ଧକ୍କା ଦେଇଦେଲି ଆଉ ରୋଷେଇ ଘରୁ ବାହାରକୁ ଚାଲିଗଲି ଆଉ ଶୀଘ୍ର ନିଜ ରୁମ୍କୁ ଯାଇ କବାଟ ବନ୍ଦ କରିଦେଲି। ମୁଁ କେମିତି ଗୌତମଙ୍କ ବଢ଼ୁଥିବା ବ୍ୟଗ୍ରତାକୁ ଅଟକାଇ ପାରିଥାନ୍ତି? ସେ ମୋ ସ୍ୱାମୀ ଥିଲେ, ସେ ମୋତେ ଭଲ ପାଉଥିଲେ। ସେ ତାଙ୍କ ସାଙ୍ଗର ବାହାଘରରେ ମୋତେ ଭଲ ପାଇ ବସିଥିଲେ ଆଉ ଆମ ଘରକୁ ପ୍ରସ୍ତାବ ପଠାଇ ଦେଇଥିଲେ। ମୋ ମା' ପ୍ରଥମେ ତ ଏ ବାହାଘର ପାଇଁ ମନା କରିଦେଲା ଆଉ ଯେବେ ପର୍ଯ୍ୟନ୍ତ ଏ ବାହାଘର ସ୍ଥିର ନ ହୋଇଥିଲା ସେ ଆମ ଘରର ଏରୁଣ୍ଡି ବନ୍ଧ ବି ଡେଇଁ ଯାଇନଥିଲେ। ସେ ଜଣା ନାହିଁ କେବେଠୁ ମୋ ଅପେକ୍ଷାରେ ଥିଲେ ଆଉ ଆଜି ଯେତେବେଳେ ମୁଁ ତାଙ୍କ ସ୍ତ୍ରୀ ସାଜି ତାଙ୍କ ଘରେ ଉପସ୍ଥିତ ଥିଲି ତ ସେ ମୋତେ ମନ ଖୋଲି ଭଲ ମଧ୍ୟ ପାଇପାରୁନଥିଲେ, କାହିଁକିନା ମୁଁ ତାଙ୍କୁ ଅନୁମତି ଦେଇନଥିଲି। ସେ ତାଙ୍କ ନିଜ ଜାଗାରେ ବିଲକୁଲ ଠିକ୍ ଥିଲେ, ହେଲେ ଯେଉଁ ଅସୁବିଧାରେ ମୁଁ ଫସି ସାରିଥିଲି ତାହା ମୋ ପାଇଁ ଏକ ସମସ୍ୟା ବନି ସାରିଥିଲା। ଚିନ୍ତା ଯୋଗୁଁ ମୁଁ କାନ୍ଦିବାକୁ ଲାଗିଲି। ପଥର ହୃଦୟବାଲା ତ ମୁଁ ବି ନଥିଲି। ଆମ ଭିତରେ ଏକ ପ୍ରାକୃତିକ ସମ୍ପର୍କ ଥିଲା। ଗୌତମ ଯେମିତି ମୋ ସହିତ ରହିବା ପାଇଁ, ଭଲ ପାଇବା ପାଇଁ ଛଟପଟ ହେଉଥିଲେ, ମୁଁ ବି ଠିକ୍ ସେମିତି ତାଙ୍କଠୁ ଦୂରେଇ ରହି ଛଟପଟ ହେଉଥିଲି। ଇଚ୍ଛା ହେଉଥିଲା କି ତାଙ୍କ ଛାତିରେ ଲାଗି ଦୁନିଆର ସବୁ ଦୁଃଖକୁ ଭୁଲେଇ ଦେବି।
ହେଲେ କେବଳ ମୋ ଦୁର୍ବଳତା ଆମ ମଝିରେ ଆସିଯାଉଥିଲା। କାନ୍ଦି କାନ୍ଦି ଜଣା ନାହିଁ କେତେବେଳେ ମୋ ଆଖି ଲାଗିଯାଇଥିଲା। ସକାଳେ ଯେତେବେଳେ ଉଠିଲି ତ ଗୌତମ ଅଫିସ୍ ଯାଇସାରିଥିଲେ। ମୁଁ ମୋ ଶାଶୁଙ୍କୁ ଗୌତମଙ୍କର ଏତେ ଜଲ୍ଦି ଅଫିସ୍ ଯିବାର କାରଣ ପଚାରିଲି ତ ମୋ ଶାଶୁ କହିଲେ କି ଜଣା ନାହିଁ, ସେ ତ କହୁଥିଲେ କି ଅଫିସ୍ରେ କିଛି ଜରୁରୀ କାମ ଅଛି। ମୋର ମନେ ପଡ଼ିଗଲା ଯେ ମୁଁ ରାତି ସାରା ନିଜ ରୁମ୍ ଭିତରୁ ବନ୍ଦ ରଖିଥିଲି। ବୋଧେ ଗୌତମ ସେଇଠି ହଲ୍ରେ ହିଁ ସୋଫା ଉପରେ ଶୋଇପଡ଼ିଥିବେ। ତାଙ୍କ ଡ୍ରେସ୍ ବ୍ୟାଗ୍ ବି ରୁମ୍ ଭିତରେ ଥିଲା। ମୁଁ ବୁଝିଗଲି ଯେ ଗୌତମ ଅଫିସ୍ ଯାଇନାହାନ୍ତି, ବରଂ ସେ ଘରୁ କୁଆଡ଼େ ଚାଲି ଯାଇଛନ୍ତି। ଏବେ ମୋତେ ଗୌତମଙ୍କର ଚିନ୍ତା ହେବାକୁ ଲାଗିଲା। ଜଣା ନାହିଁ ସେ କୁଆଡ଼େ ଚାଲି ଯାଇଥିବେ। ସେ ମୋ ଉପରେ ରାଗିଥିଲେ। ପୁରା ଦିନ ମୋର ଏଇ ଚିନ୍ତାରେ ବିତି ଯାଇଥିଲା। ସନ୍ଧ୍ୟାରେ ପାଖାପାଖି 4ଟା ବେଳେ ସେ ଘରକୁ ଫେରିଲେ। ସେ ସିଧା ରୁମ୍କୁ ଚାଲିଗଲେ। ତାପରଠୁ ଗୌତମ ମୋ ସହିତ କଥାବାର୍ତ୍ତା ବିଲକୁଲ ବନ୍ଦ କରିଦେଲେ। ସେ ବିଲକୁଲ ବି ମୋ ଆଡ଼କୁ ଦେଖୁନଥିଲେ। ଗୋଟେ ଦିନ ମୁଁ ତାଙ୍କ ଅଫିସ୍ ଡ୍ରେସ୍ ଆଇରନ୍ କରିବାକୁ ଲାଗିଲି ତ ସେ ମୋ ହାତରୁ ଛଡ଼େଇ ନେଲେ। ଆଉ କହିବାକୁ ଲାଗିଲେ ଯେ ମୋ କାମ କରିବାରେ ତୁମକୁ କୌଣସି ଆବଶ୍ୟକତା ନାହିଁ। ଏହା କହି ସେ ନିଜ ପୋଷାକ ସୋନିକୁ ଦେଇଦେଲେ। ଜଳଖିଆ ପାଇଁ ତାକୁ ହିଁ କହିବାକୁ ଲାଗିଲେ। ମୁଁ ଏସବୁ ଦେଖି ବିଚଳିତ ହେବାକୁ ଲାଗିଲି। ଗୌତମଙ୍କ ବ୍ୟବହାର ବୋଧେ ମୋ ସହିତ ଠିକ୍ ହିଁ ଥିଲା। ସେ ଆଉ କେବେ ପର୍ଯ୍ୟନ୍ତ ମୋ ସହିତ ଏତେ ଶାନ୍ତ ଭାବରେ ରହିପାରିଥାନ୍ତେ? ହେଲେ ମୋ ଜୀବନ ସେତେବେଳେ ଚାଲିଗଲା ଭଳି ଲାଗିଲା ଯେତେବେଳେ କି ମୁଁ ଗୌତମଙ୍କ ଆଗ ପଛରେ ସୋନିକୁ ବୁଲୁଥିବାର ଦେଖିଲି। ସେ ବହୁତ ଖୁସିରେ ଦୌଡ଼ି ଦୌଡ଼ି ଗୌତମଙ୍କ ସବୁ କାମ କରିଦେଉଥିଲା। ଆଶ୍ଚର୍ଯ୍ୟ ତ ମୋତେ ଏହା ଦେଖିକି ବି ହେଲା ଯେ ସନ୍ଧ୍ୟାରେ ଯେତେବେଳେ ଗୌତମ ଅଫିସରୁ ଫେରୁଥିଲେ ତ ସେ ସମୟରେ ସୋନି ନବବଧୂ ଭଳି ସଜେଇ ହୋଇ କବାଟ ପାଖରେ ଛିଡ଼ା ହେଉଥିଲା। ଗୌତମ ଯେତେବେଳେ ଅଫିସରୁ ଫେରୁଥିଲେ ତ ସୋନି ଦୌଡ଼ି ଦୌଡ଼ି ତାଙ୍କ ପାଖକୁ ଚାଲି ଯାଉଥିଲା ଆଉ ତାଙ୍କୁ ହସି ହସି ହାଲୋ କହୁଥିଲା ଆଉ ତାଙ୍କ ହାତରୁ ବ୍ୟାଗ୍ ନେଇଯାଉଥିଲା। ଯେଉଁ ଦାୟିତ୍ୱ ମୋର ଥିଲା ସେସବୁ ଖୁସି ଖୁସି ମନରେ ସୋନି କରୁଥିଲା। ଆଉ ମୋ ଭିତରେ ତ ଯେମିତି ନିଆଁ ଲାଗିଯାଇଥିଲା। ହେଲେ ମୁଁ ବା କ'ଣ କରିପାରିଥାନ୍ତି? କାହିଁକି ନା ଗୌତମ ନିଜେ ହିଁ ତାକୁ ଏତେ ଗୁରୁତ୍ୱ ଦେଉଥିଲେ। ବୋଧେ ଏଥିପାଇଁ କି ଯାହା ସେ ଚାହୁଁଥିଲେ ତାହା ମୁଁ ପୂରଣ କରିପାରୁନଥିଲି। କଥା ଏଇ ପର୍ଯ୍ୟନ୍ତ ଅଟକିଥାନ୍ତା ତେବେ ଠିକ୍ ଥିଲା। ହେଲେ ଗୋଟେ ଦିନ ରାତିରେ ମୋ ଆଖି ଖୋଲିଲା ତ ମୋତେ ବାହାରୁ ଡାଇନିଂ ରୁମ୍ରୁ କଥା ହେବାର ଶବ୍ଦ ଶୁଣାଯାଉଥିଲା। ଯେତେବେଳେ ମୁଁ ରୁମ୍ରୁ ବାହାରକୁ ବାହାରିଲି ତ 2 ଜଣ ଯାକ ହସି ହସି କଥା ହେଉଥିଲେ। ସାମ୍ନାରେ 2ଟି ଚା କପ୍ ମଧ୍ୟ ରଖାଯାଇଥିଲା। ମୋତେ ଦେଖି ସୋନିର ହସରେ ତ ବ୍ରେକ୍ ଲାଗିଗଲା। ହେଲେ ଗୌତମ ବିଲକୁଲ ବେଖାତିର କଲା ଭଳି ବସିଥିଲେ ଆଉ ସୋନି ସହିତ କଥା ହୋଇ ଚାଲିଥିଲେ। ଯେମିତି ତାଙ୍କୁ ମୋ ହବାର କିମ୍ବା ନ ହବାର କୌଣସି ଚିନ୍ତା ନାହିଁ। ମୁଁ କାନ୍ଦି କାନ୍ଦି ନିଜ ରୁମ୍କୁ ଚାଲିଗଲି। ମୋ ଜୀବନ ଧୀରେ ଧୀରେ ବର୍ବାଦ ହେଉଥିଲା। ମୋ ଘର ଉଜୁଡ଼ୁଥିଲା। ହେଲେ ମୁଁ ବୋଧେ ଜୀବନର ସେ ମୋଡ଼ରେ ଛିଡ଼ା ହୋଇଥିଲି ଯେଉଁଠିକି ଆଗରେ କୂଅ ଏବଂ ପଛରେ ନଦୀ ଥିଲା। ଯଦି ମୁଁ ସତ କଥା ଗୌତମକୁ କହିଦେଇଥାନ୍ତି ତେବେ ବି ମୋ ଘର ବର୍ବାଦ ହୋଇଥାନ୍ତା। ଆଉ ଯଦି ନ କହିଥାନ୍ତି ତେବେ ଏ ସୋନି ନାମକ ଝିଅ ମୋ ଜାଗା ନେଇଥାନ୍ତା। ଗୋଟେ ନାରୀ ସବୁ କିଛି ସହିପାରିବ, ହେଲେ ସଉତୁଣୀର ଦୁଃଖ ସେ ସହିପାରିବ ନାହିଁ। ମୋର ଆଉ ଗୌତମଙ୍କ ଭିତରେ ଯାହା ବି କିଛି ଥିଲା ମୁଁ ଚାହୁଁନଥିଲି କି ସୋନି ଆମ ଭିତରେ ଆସୁ ବୋଲି। ସେଥିପାଇଁ ମୁଁ ମୋ ଶାଶୁଙ୍କୁ କହିଲି କି ମା, ସୋନିକୁ ଏଠିକି ଆସିବାର ବହୁତ ଦିନ ହୋଇଗଲାଣି। ଇଏ ନିଜ ଘରକୁ କେବେ ଯିବ? ଯେତେବେଳେ କି ସୋନିର ମାଆକୁ ଯିବାର ଅନେକ ଦିନ ବିତି ସାରିଥିଲା। ସୋନି ଏହା କହି ରହିଯାଇଥିଲେ କି ମୁଁ ଆଉ କିଛି ଦିନ ଏଠି ରହିବାକୁ ଚାହୁଁଛି। ମୋ ଶାଶୁ କହିବାକୁ ଲାଗିଲେ କି ମୁଁ ବି ତାକୁ କହିସାରିଛି ଯେ ଏବେ ତ ତୋତେ ଆସିବାର ବହୁତ ଦିନ ହୋଇଗଲାଣି, ତୁ ଏବେ ନିଜ ଘରକୁ ଯାଇପାରୁ। ହେଲେ ଗୌତମ ତାକୁ ଯିବା ପାଇଁ ମନା କରୁଛି। ସେ ଯିବା ପାଇଁ ମନ ବଳାଉଛି ତ ଗୌତମ ତାକୁ ଅଟକାଇ ଦେଉଛି। ଏହା ଶୁଣି ମୋତେ ଏମିତି ଲାଗୁଥିଲା ମୋ ହୃଦୟକୁ ଯିଏ ନିଜ ହାତ ମୁଠାରେ ଜାବୁଡ଼ି ଧରିଛି। ହେଲେ ଗୌତମ କାହିଁକି ଚାହୁଁଥିଲେ କି ସୋନି ଏଠି ନ ଯାଉ ବୋଲି? ଗୋଟେ ଦିନ ମୁଁ ରୋଷେଇ ଘରୁ ବାହାରକୁ ଆସିଲି ତ ସେ 2 ଜଣ ଡ୍ରଇଂ ରୁମ୍ରେ କଥା ହେଉଥିଲେ। ମୁଁ କବାଟ ପାଖରେ ହିଁ ଛିଡ଼ା ହୋଇଗଲି କାହିଁକି ନା ତାଙ୍କ ଭିତରେ ହେଉଥିବା କଥା ହିଁ କିଛି ଏମିତି ହିଁ ଥିଲା ଯାହାକି ମୋ ହୋସ୍ ଉଡ଼େଇବା ପାଇଁ କାଫି ଥିଲା। ପ୍ରଥମେ ମୁଁ ଜାଣିନଥିଲି ଯେ ସେ 2 ଜଣଙ୍କ ଭିତରେ କ'ଣ ଚାଲିଛି। ହେଲେ ଆଜି ଏ ରାଜ ଉପରୁ ପରଦା ଉଠି ସାରିଥିଲା। ମୁଁ ତ ଏ ଭୁଲ ଧାରଣାରେ ବଞ୍ଚୁଥିଲି କି ଗୌତମ ମୋତେ ଭଲ ପାଉଛନ୍ତି ବୋଲି। ହେଲେ ସତ ତ ବୋଧେ କିଛି ଅଲଗା ଥିଲା। କାହିଁକି ନା ଯାହା ମୁଁ ଶୁଣିଥିଲି ତାପରେ ମୋ ହୃଦୟରେ ଫାଟ ସୃଷ୍ଟି ହୋଇଗଲା ଯେ ମୋ ସ୍ୱାମୀ ମୋତେ ଭଲ ପାଆନ୍ତି ନାହିଁ। ବୋଧେ ଏ ବାହାଘର ତାଙ୍କ ମଜବୁରି ହୋଇଥିବ କାହିଁକି ନା ସେ ସୋନିକୁ ଭଲ ପାଉଥିଲେ। ସୋନି ତାଙ୍କ ପ୍ରେମିକା ଥିଲା। ସେ ଗୌତମଙ୍କ କହିବା ଦ୍ୱାରା ହିଁ ଏଇଠି ରହିଥିଲା। ମୁଁ କାନ୍ଦି କାନ୍ଦି ନିଜ ରୁମ୍କୁ ଚାଲିଗଲି। ରାତିରେ ଖାଇବା ବି ଖାଇଲି ନାହିଁ। ମୋ ଶାଶୁ ମୋ ପାଖକୁ ଆସିଲେ ଆଉ କହିଲେ କି ତୁ ଖାଇବା କାହିଁକି ଖାଉନୁ?
ମୁଁ ମୁଣ୍ଡବିନ୍ଧାର ବାହାନା ବନେଇଦେଲି। ଅଧା ରାତି ମୁଁ କାନ୍ଦି କାନ୍ଦି ବିତେଇ ଦେଇଥିଲି। ରାତି 2ଟା ବେଳେ ମୋତେ ଡ୍ରଇଂ ରୁମ୍ରେ ପୁଣି ଥରେ ଗୁଣୁଗୁଣୁ ହେବାର ଶବ୍ଦ ଆସିବାକୁ ଲାଗିଲା। ମୁଁ ମୋ ରୁମ୍ର ବାହାରକୁ ବାହାରିଲି ତ ଡ୍ରଇଂ ରୁମ୍ର କବାଟ ବନ୍ଦ ଥିଲା। ମୁଁ ଡ୍ରଇଂ ରୁମ୍ର ଝରକା ବାଟେ ଦେଖିଲି ତ ମୋର ହୋସ୍ ଉଡ଼ିଗଲା, କାହିଁକିନା ସୋନି ଗୌତମଙ୍କ ବାହୁରେ ଥିଲା। ମୋ ଆଖି ଏକଦମ ଖୋଲା ଥିଲା। ମୋ ପୁରା ଶରୀର ଥରିବାକୁ ଲାଗିଲା। ମୁଁ ଝାଳରେ ଓଦା ହୋଇସାରିଥିଲି। ତାପରେ ମୋ ନିଦ ଭାଙ୍ଗିଗଲା। ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣେଇଲି କି ଯାହା ସବୁ ମୁଁ ଦେଖିଥିଲି ତାହା ଏକ ସ୍ୱପ୍ନ ଥିଲା। ମୁଁ ଉଠିକି ଜଲ୍ଦି ଜଲ୍ଦି ନିଜ ରୁମ୍ରୁ ବାହାରକୁ ବାହାରିଲି। ହଲ୍ରେ ନୀରବତା ଛାଇ ରହିଥିଲା। ମୁଁ ଡ୍ରଇଂ ରୁମ୍କୁ ଯାଇ ଦେଖିଲି ତ ଗୌତମ ନିଜ ଲ୍ୟାପଟପ୍ରେ କିଛି କାମ କରୁଥିଲେ। ମୁଁ କାନ୍ଦି କାନ୍ଦି ତାଙ୍କ ପାଖରେ ବସିଗଲି। ସେ ମୋତେ ଦେଖି ଟିକେ ଚିନ୍ତିତ ହୋଇଗଲେ ଆଉ କହିଲେ କି କଥା କ'ଣ, ତମେ ଏମିତି କାନ୍ଦୁଛ କାହିଁକି? ମୁଁ କହିଲି କି ଗୌତମ, ତମେ ଆଜି ପରଠୁ ସୋନି ସହିତ କଥା ହେବ ନାହିଁ। ମୋ କଥା ଶୁଣି ପ୍ରଥମେ ତ ସିଏ ମୋତେ କିଛି ସମୟ ପାଇଁ ଦେଖି ଚାଲିଲେ, ତାପରେ ନିଜ ଲ୍ୟାପଟପ୍ ବନ୍ଦ କରିଦେଲେ। କହିଲେ କି କଥା ହେବିନି କାହିଁକି? ମୁଁ କହିଲି କି ଯଦି ତମ ମନରେ ସୋନି ପ୍ରତି ଭଲ ପାଇବା ଥିଲା ତେବେ ତମେ ମୋତେ କାହିଁକି ବାହା ହେଉଥିଲ? ସେ କହିବାକୁ ଲାଗିଲେ କି ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଗଲା ଯେ ମୁଁ ସୋନିର ଭଲ ପାଇବାକୁ ବୁଝିପାରିଲିନି ଆଉ ତୁମ ସୁନ୍ଦରତା ପଛରେ ପାଗଳ ହୋଇଗଲି ଆଉ ତୁମକୁ ବାହା ହୋଇଗଲି। ସୋନି ମୋତେ ପୂର୍ବରୁ ହିଁ ଭଲ ପାଉଛି ଆଉ ମୋତେ ବାହା ହେବାକୁ ବି ଚାହୁଁଛି ଆଉ ମୁଁ ଏବେ ଏ କଥାକୁ ଅନୁଭବ କରିପାରୁଛି, ସେଥିପାଇଁ ମୁଁ ବି ସୋନିକୁ ବାହା ହେବାକୁ ଚାହୁଁଛି। ଏହା ଶୁଣି ଯେମିତି ମୋ ମୁଣ୍ଡ ଘୁରେଇ ଦେଉଥିଲା। ମୁଁ ଜୋର ଜୋରରେ କାନ୍ଦିବାକୁ ଲାଗିଲି। ମୁଁ କହିଲି କି ତମେ ଏମିତି କରିପାରିବ ନାହିଁ, ତମେ ମୋତେ ଏମିତି ବର୍ବାଦ କରିପାରିବ ନାହିଁ। ଗୌତମ, ମୁଁ ତୁମ ବିନା ମରିଯିବି। ମୁଁ ତୁମକୁ ବହୁତ ଭଲ ପାଉଛି। ମୋ କଥା ଶୁଣି ଗୌତମ ମୋ ହାତକୁ ଧରିଲେ ଆଉ ନିଜ ରୁମ୍କୁ ନେଇକି ଆସିଲେ ଆଉ ରୁମ୍ର କବାଟ ବନ୍ଦ କରିଦେଲେ ଆଉ କହିବାକୁ ଲାଗିଲେ କି ବାସ୍, ମୁଁ ଏହା ତ ହିଁ ଶୁଣିବାକୁ ଚାହୁଁଥିଲି। ମୁଁ ଏହା ଜାଣିବାକୁ ଚାହୁଁଥିଲି ଯେ ତୁମ ମନରେ କ'ଣ ଅଛି। ସେଥିପାଇଁ ମୁଁ ସୋନି ଆଗରେ ଏହି ବିନତି କରିଥିଲି ଯେ ସେ ମୋ ସହିତ ମିଶି ଏ ଡ୍ରାମା କରୁ। ନେହା, ସୋନି ମୋର ନିଜ ଭଉଣୀ। ମାଙ୍କ ସାଙ୍ଗର କୌଣସି ସନ୍ତାନ ନଥିଲା। ସେଥିପାଇଁ ମା ସୋନିକୁ ନିଜ ସାଙ୍ଗ ହାତରେ ଟେକିଦେଲେ। ଏ କଥା ମୋ ପାଇଁ ଏକ ନୂଆ ଖୁଲାସା ଥିଲା। ତାପରେ ଗୌତମ କହିଲେ କି ତମ ଦୂରତା ମୋତେ ବହୁତ ଚିନ୍ତିତ କରି ରଖିଥିଲା। ମୋତେ ଲାଗୁଥିଲା କି ବୋଧେ ତମେ ଆଉ କାହାକୁ ଭଲ ପାଉଛ, ସେଥିପାଇଁ ମୋଠୁ ଦୂରେଇ ରହିବାର ବାହାନା ଖୋଜୁଛ। ସେଥିପାଇଁ ମୁଁ ସୋନି ସହିତ ମିଶି ଏ ଡ୍ରାମା କରିଥିଲି। ଆଉ ଆଜି ତମ କଥା ଏବଂ ଭଲ ପାଇବା ମୋ ଭିତରେ ଏକ ନୂଆ ଜୀବନ ଏବଂ ଶାନ୍ତି ଭରି ଦେଇଛି। ବୋଧେ ତମର ମୋଠୁ ଦୂରେଇ ରହିବାଟା ଏକ ପ୍ରାକୃତିକ ଘଟଣା ଥିଲା। ଗୌତମ ମୋ ପାଖକୁ ଆସିବାକୁ ଲାଗିଲେ, ଏତେ ପାଖକୁ ଯେ ସେ ମୋତେ ନିଜ ବାହୁରେ ଭରି ନେଲେ। ଗୌତମ ଖୁସିରେ ପାଗଳ ହୋଇ କହିଲେ କି ନେହା, ନିଜ ମନ ଭିତରୁ ସବୁ ଡର ବାହାର କରିଦିଅ। ମୁଁ ତୁମ ସ୍ୱାମୀ। ମୁଁ ତୁମକୁ ବହୁତ ଭଲ ପାଏ। ତୁମକୁ କେବେ ବି କୌଣସି କଷ୍ଟ ଦେବି ନାହିଁ। ଏଥର କିନ୍ତୁ ମୁଁ ତାଙ୍କୁ ଅଟକାଇ ପାରିଲି ନାହିଁ, କାହିଁକି ନା ନିଜ ମୁହଁରେ ହିଁ ମୁଁ ଭଲ ପାଇବା ପ୍ରକାଶ କରିସାରିଥିଲି। ପୁରା ରାତି ମୋର ଏଇ ଡରରେ ବିତିଥିଲା କି ଯେଉଁଦିନ ମୋ ସତ ଗୌତମକୁ ଜଣାପଡ଼ିଯିବ ତ ସେଦିନ ମୋର ଏ ଘରେ ଶେଷ ଦିନ ହେବ। ମୋ ସାଥ ପାଇ ଗୌତମ ବହୁତ ଖୁସି ଥିଲେ। କିଛି ଦିନ ପରେ ସୋନି ବି ଫେରି ଯାଇଥିଲେ। ହେଲେ ମୋ ହୃଦୟରେ ସବୁ ସମୟରେ ଡରର ଛାଇ ତଳେ ରହୁଥିଲା କି ଯେତେବେଳେ ଗୌତମକୁ ମୋ ସତ ଜଣାପଡ଼ିଯିବ ତେବେ ମୋର କ'ଣ ହେବ। ଆମ ବାହାଘରକୁ କିଛି ମାସ ହିଁ ବିତି ସାରିଥିଲା ଯେତେବେଳେ କି ଗୋଟେ ଥର ମୋ ଶାଶୁ ଖାଇବା ସମୟରେ କହିବାକୁ ଲାଗିଲେ କି ଗୌତମ, ମୋତେ ଜଲ୍ଦି ଜଲ୍ଦି ନାତି କିମ୍ବା ନାତୁଣୀର ଖୁସି ଖବର ଶୁଣେଇ ଦେ। ତୁ ମୋର ଏକମାତ୍ର ପୁଅ ଆଉ ମୁଁ ଚାହୁଁଛି କି ମୁଁ ଜଲ୍ଦି ଜଲ୍ଦି ଜେଜେମା ମରିଯାଏ। ଏ ଖାଲି ଅଗଣାରେ ଗୋଟେ ଛୁଆର କୁଆଁ କୁଆଁ ଶବ୍ଦ ଶୁଭୁ। ଏହା ଶୁଣିବା ମାତ୍ରକେ ମୋ ହାତରୁ ପ୍ଲେଟ୍ ଖସି ପଡ଼ିଗଲା। ଗୌତମ ମୋ ଆଡ଼କୁ ଦେଖି କହିଲେ କି କଥା କ'ଣ ନେହା, ତମେ ଏତେ ଚିନ୍ତିତ କାହିଁକି ହେଉଛ? ମୁଁ ତାଙ୍କୁ କ'ଣ ବା ଉତ୍ତର ଦେଇଥାନ୍ତି। ମୋ ପେଟ ପୁରି ଯାଇଥିଲା। ତାପରେ ଗୌତମ ହସି ହସି ନିଜ ମାଆକୁ ଉତ୍ତର ଦେଲେ କି ମା, ଏ ଖୁସି ଖବର ବି କିନ୍ତୁ ଜଲ୍ଦି ମିଳିଯିବ। ହେଲେ ମୋ ଶାଶୁଙ୍କୁ ତ ବହୁତ ହିଁ ଜଲ୍ଦି ଥିଲା। ଆଉ ବୋଧେ ତାଙ୍କର ଏ ବ୍ୟସ୍ତତା ସ୍ୱାଭାବିକ ଥିଲା, କାହିଁକି ନା ତାଙ୍କର 2ଟି ହିଁ ଛୁଆ ଥିଲେ। ସୋନିକୁ ସେ ନିଜ ସାଙ୍ଗକୁ ଦେଇ ସାରିଥିଲେ। ଏବେ ତାଙ୍କ ପାଖରେ କେବଳ ଗୌତମ ଥିଲେ। ଜଣା ନାହିଁ କେତେ ବର୍ଷରୁ ଏ ଘର ଖାଲି ପଡ଼ିଥିଲା। ସେଥିପାଇଁ ତାଙ୍କୁ ଛୁଆର ବହୁତ ଜଲ୍ଦି ଥିଲା। ନିଜ ମାଆଙ୍କର ବାରମ୍ବାର କହିବା ଦ୍ୱାରା ଗୌତମ ମୋତେ ଏକ ଲେଡି ଡାକ୍ତର ପାଖକୁ ନେଇଗଲେ। ସେ ବହୁତ ଗୁଡ଼ିଏ ଟେଷ୍ଟ ପାଇଁ ଲେଖିକି ଦେଲେ। ମୋ ହୃଦୟ ବହୁତ ବିଚଳିତ ଥିଲା। ଯାହା ବି ହେଉଥିଲା ବିଲକୁଲ ବି ଭଲ ହେଉନଥିଲା। ମୁଁ ଡରି ଡରି ଗୌତମକୁ କହିଲି କି ମାଆଙ୍କୁ ଛୁଆର ଏତେ ବି କ'ଣ ଜଲ୍ଦି ଅଛି? ଗୌତମ ମୋ ହାତକୁ ଧରି କହିଲେ କି ନେହା, ମୋତେ ବି ଛୁଆମାନେ ବହୁତ ପସନ୍ଦ। ମୁଁ ତ ଚାହୁଁଛି କି ଗୋଟେ ଥରରେ ହିଁ ଭଗବାନ ମୋତେ 2ଟି ଛୁଆ ଦେଇଦିଅନ୍ତୁ।
ଗୌତମଙ୍କ କଥା ମୋ ମନରେ କଷ୍ଟ ପହଞ୍ଚାଇବା ପାଇଁ କାଫି ଥିଲା। ଯେଉଁ ସତ ମୋ ମା ମୋତେ କହିଥିଲା, ମୁଁ ଜାଣିଥିଲି କି ଏ ଖୁସି ମୁଁ ଗୌତମକୁ କେବେ ବି ଦେଇପାରିବି ନାହିଁ। ଆଉ ଯେଉଁଦିନ ଗୌତମକୁ ଏ କଥା ଜଣାପଡ଼ିବ, ସେଦିନ ଏ ଘରେ ମୋର ଶେଷ ଦିନ ହେବ। ସେ କେବେ ବି ମୋତେ ମୋ ସତ୍ୟତା ସହିତ ଗ୍ରହଣ କରିବେନି। ତାପରେ ସେ ସମୟ ବି ଆସିଯାଇଥିଲା, ଯେଉଁଦିନ କି ମୋ ଅଲ୍ଟ୍ରାସାଉଣ୍ଡ ହୋଇଥିଲା। ସେଦିନ ମୋ ପ୍ରାଣ ଯେମିତି ମୋ ଶରୀରରୁ ବାହାରିଗଲା ଭଳି ଲାଗୁଥିଲା। ଯେମିତି ଭାବରେ ଅଲ୍ଟ୍ରାସାଉଣ୍ଡ କରିବା ବେଳେ ଡାକ୍ତର ଥରେ ମୋ ମୁହଁକୁ ଦେଖୁଥିଲେ ତ କେବେ ଅଲ୍ଟ୍ରାସାଉଣ୍ଡ ହେଉଥିବା କମ୍ପ୍ୟୁଟର ସ୍କ୍ରିନ୍ ଆଡ଼କୁ। ମୋର ତ ଯେମିତି ଜୀବନ ଚାଲିଗଲା ଭଳି ଲାଗୁଥିଲା। ମୋ ଆଖିରୁ ଲୁହ ଝରିବାକୁ ଲାଗିଲା। ମୁଁ ଡାକ୍ତରଙ୍କୁ ଅନୁରୋଧ କରିଲି କି ସେ ମୋ ବିଷୟରେ ମୋ ସ୍ୱାମୀକୁ ଯେମିତି କିଛି ନ କୁହନ୍ତୁ। ହେଲେ ସେ କହିଲେ କି ଇଏ ତୁମେ କେମିତିକା କଥା କହୁଛ, ଆମକୁ ଏହା ଆଦେଶ ନାହିଁ। ଆଉ ଏମିତିରେ ଯଦି ମୁଁ ନ କହିବି ତ ଅନ୍ୟ କେହି ଏଇ ଅଲ୍ଟ୍ରାସାଉଣ୍ଡ ବାଲା କହିଦେବେ। ଏ କଥା ବେଶୀ ଦିନ ପର୍ଯ୍ୟନ୍ତ ଲୁଚି ପାରିବ ନାହିଁ। ଏଥିରେ ହିଁ ତୁମକୁ ମଙ୍ଗଳ ହେବ ଯେ ତମେ ତୁମ ସ୍ୱାମୀକୁ ସବୁ ସତ କହିଦିଅ। ମୁଁ ତାଙ୍କୁ ଅନୁରୋଧ କରିବାକୁ ଲାଗିଲି କି ମୋ ଘର ଭାଙ୍ଗିଯିବ। ହେଲେ ବୋଧେ ମୋ ଭାଗ୍ୟ ଖରାପ ଥିଲା। ମୋ ରିପୋର୍ଟ ଗୌତମଙ୍କ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା। ଯେମିତି ଲେଡି ଡାକ୍ତର ସେ ରିପୋର୍ଟ ଦେଖିଲେ ତ ମୋତେ ଆଶ୍ଚର୍ଯ୍ୟର ସହିତ ଦେଖିବାକୁ ଲାଗିଲେ। ଆଉ ସେ ମୋ ରିପୋର୍ଟର ସବୁ ସତ୍ୟତା ଗୌତମକୁ କହିଦେଲେ। ଆଉ ମୁଁ ପଥର ଭଳି ଚେୟାର ଉପରେ ବସିଥିଲି। ମୋ ସତ ଗୌତମକୁ ଜଣାପଡ଼ି ସାରିଥିଲା। ଗୌତମଙ୍କ ବଦଳୁଥିବା ରଙ୍ଗ ଯେମିତି ମୋ ଭିତରୁ ମୋ ଜୀବନକୁ ହିଁ ନେଇଯାଉଥିଲା। ଘରକୁ ଯିବା ପରେ ମୋ ଶାଶୁ ଗୌତମକୁ ମୋ ରିପୋର୍ଟ ବିଷୟରେ ପଚାରିବାକୁ ଲାଗିଲେ। ଗୌତମ କହିଲେ କି ଏବେ ଡାକ୍ତର କିଛି ବି କହିନାହାନ୍ତି। ଏହା ଶୁଣି ମୋତେ ଟିକେ ଶାନ୍ତି ଅନୁଭବ ହେଲା। କାହିଁକି ନା ଯଦି ମୋ ଶାଶୁଙ୍କୁ ଜଣାପଡ଼ି ଯାଇଥାନ୍ତା, ତେବେ ତ ସେ ସେଇ ସମୟରେ ହିଁ ମୋ ହାତକୁ ଟାଣି ଟାଣି ମୋତେ ଘରୁ ବାହାର କରିଦେଇଥାନ୍ତେ। ମୁଁ ଚୁପଚାପ ନିଜ ରୁମକୁ ଚାଲି ଯାଇଥିଲି। ସେ ସମୟରେ ମୋ ବ୍ୟସ୍ତତା ନିଜର ଶେଷ ସୀମାରେ ଥିଲା। ମୋ ଜୀବନ ଯେମିତି ବାହାରେ ଥିଲା ଭଳି ଲାଗୁଥିଲା। ଗୌତମ ଜଣା ନାହିଁ ରୁମକୁ ଆସି ମୋତେ କେଉଁ ଦଣ୍ଡ ଶୁଣେଇଥାନ୍ତେ। ଗୌତମ ଯେତେବେଳକୁ ରୁମକୁ ଆସିଲେ ତାଙ୍କ ଆଖି ଲାଲ ଥିଲା। ମୋ ହୃଦୟ ତ ଧକ୍ ଧକ୍ ହେବା ଭୁଲି ଯାଇଥିଲା। ମୋ ଆଖିରୁ ଲୁହ ଲଗାତାର ବୋହି ଚାଲିଲା। ସେ ମୋ ପାଖରେ ଆସି ବସିଗଲେ। କିଛି ସମୟ ମୋତେ ନୀରବତାର ସହିତ ଦେଖି ଚାଲିଲେ। ସେ ମୁହଁ ଖୋଲି କିଛି କହିଲେ ନାହିଁ। ହେଲେ ତାଙ୍କ ଆଖି ଯେମିତି ବହୁତ କିଛି କହୁଥିଲା ଯେ ଏତେ ବଡ଼ କଥା ମୋଠୁ କାହିଁକି ଲୁଚେଇଲ। ମୁଁ କେବଳ ଲଗାତାର କାନ୍ଦି ଚାଲିଥିଲି। ମୁଁ ନିଜକୁ ଭାଗ୍ୟ ହାତରେ ଛାଡ଼ି ଦେଇଥିଲି। କିଛି ସମୟ ପରେ ଗୌତମ କହିଲେ କି ନେହା, ବାସ୍ ଖାଲି ତମେ ମୋତେ ଗୋଟେ କଥା କୁହ, କ'ଣ ତୁମେ ଏ କଥା ପୂର୍ବରୁ ଜାଣିଥିଲ? ମୁଁ ମୁଣ୍ଡ ହଲେଇ ନା କହିଦେଲି। ମୁଁ କହିଲି କି ମୋ ମା ମୋତେ ବାହାଘର ଦିନ ହାତଗଣ୍ଠି ପଡ଼ିବାର କିଛି ସମୟ ପୂର୍ବରୁ କହିଥିଲା। ଏହି କାରଣ ଥିଲା ଯେଉଁଥିପାଇଁ କି ମୁଁ ତୁମକୁ ମୋ ପାଖକୁ ଆସିବା ପାଇଁ ଅଟକାଉଥିଲି, ଯେମିତିକି ତମେ ଏ ସତ ଜାଣି ମୋତେ ଡିଭୋର୍ସ ନ ଦେଇଦିଅ। ଏହା କହି ମୁଁ କାନ୍ଦିବାକୁ ଲାଗିଲି। ସେ କହିଲେ କି ତମେ ଭଲ କଲନି ନେହା। ତମେ ଜାଣିଥିଲ କି ମୁଁ ଏକମାତ୍ର ସନ୍ତାନ। ମୋ ମାଆକୁ ନାତି ନାତୁଣୀ ଦରକାର। ତମ ମା ଯଦି ସତ ଜାଣିଥିଲେ ସେ ଆମକୁ ଅନ୍ଧାରରେ ରଖି ବହୁତ ଭୁଲ କରିଛନ୍ତି। ଏହା କହି ଗୌତମ ରୁମ୍ରୁ ବାହାରକୁ ଚାଲିଗଲେ। ସାରା ରାତି ସେ ରୁମ୍କୁ ଆସିନଥିଲେ। ମୋ ମା ବାହାଘର ଦିନ ରାତିରେ କାନ୍ଦି କାନ୍ଦି ଏହା ତ କହିଥିଲା କି ମୋ ଭିତରେ ଜନ୍ମରୁ ହିଁ ଗର୍ଭାଶୟ ନଥିଲା। ମୁଁ କେବେ ବି ମା ବନିପାରିବିନି। ମୁଁ ଯେବେ 14-15 ବର୍ଷର ହେଲି ତ ମୋ ପିରିୟଡ଼୍ସ ହୋଇନଥିଲା। ମୋ ମାଆକୁ ବି ମୋର ଚିନ୍ତା ହେଉଥିଲା। ମୁଁ 16 ବର୍ଷର ବି ହୋଇସାରିଥିଲି, ହେଲେ ପିରିୟଡ଼୍ସ ହେଲା ନାହିଁ। ତାପରେ ମୋ ମା ମୋତେ ଏକ ଲେଡି ଡାକ୍ତର ପାଖକୁ ନେଇକି ଯାଇଥିଲେ, ଯେଉଁଠିକି ମୋର ଅଲ୍ଟ୍ରାସାଉଣ୍ଡ ହୋଇଥିଲା। ହେଲେ ମୋ ମା ସେହି ସମୟରେ ମୋଠୁ ଏକ ସତ ଲୁଚେଇ ରଖିଥିଲେ। ସେ ଏହା କହିଥିଲେ କି ତୋ ଭିତରେ ଅଳ୍ପ ଟିକେ ଅଭାବ ଅଛି, ଯାହାକି ସମୟ ସହିତ ଠିକ୍ ହୋଇଯିବ ଆଉ ତୁ ନର୍ମାଲ ହୋଇଯିବୁ। ମୁଁ ବି ଏ କଥାକୁ ଭୁଲି ଯାଇଥିଲି ଆଉ ନିଜ ଜୀବନରେ ମଗ୍ନ ହୋଇଯାଇଥିଲି। ହେଲେ ବାହାଘର ଦିନ ରାତିରେ ହାତଗଣ୍ଠି ପଡ଼ିବାର ଠିକ୍ ପୂର୍ବରୁ ମୋ ମା ମୋତେ ଏ ସତ କହିଥିଲା। ତାପରେ ମୋତେ ଏହା ବି କୁହାଯାଇଥିଲା କି ଯେତେ ସମ୍ଭବ ହୋଇପାରିବ ତୁ ଗୌତମଠୁ ଦୂରେଇ ରହିବୁ। ଯଦି ସେ ପାଖକୁ ଆସିବ ତେବେ ସେ କିଛି ଦିନ ପରେ ନିଶ୍ଚିତ ଭାବରେ ପିଲାଛୁଆ ପାଇଁ ମଧ୍ୟ କହିବ। ଆଉ ସେଥିପାଇଁ ସେ ଯେତେବେଳେ ତୋତେ ଡାକ୍ତର ପାଖକୁ ନେଇକି ଯିବ ତ ତା ସାମ୍ନାରେ ତ ସତ ଖୋଲିଯିବ। ଆଉ ଆଜି ସେଦିନ ଆସି ସାରିଥିଲା। ମୋ ସତ୍ୟତା ଗୌତମଙ୍କ ସାମ୍ନାରେ ଖୋଲି ସାରିଥିଲା। ମୁଁ ଜୋର ଜୋରରେ କାନ୍ଦୁଥିଲି, ହେଲେ ସେ ଗୋଟେ ଥର ବି ମୋ ଲୁହ ପୋଛିବାକୁ ଆସିଲେ ନାହିଁ। ସକାଳ ପର୍ଯ୍ୟନ୍ତ ମୁଁ ବୁଝି ସାରିଥିଲି ଯେ ମୋତେ କ'ଣ ନିଷ୍ପତ୍ତି ଶୁଣାଯିବ। ଯେତେବେଳେ ସକାଳୁ ମୁଁ ନିଜ ରୁମ୍ରୁ ବାହାରକୁ ବାହାରିଲି ତ ଗୌତମ ଅଫିସ୍ ଯାଇସାରିଥିଲେ। ପୁରା ଦିନ ମୋର ଚିନ୍ତା ଏବଂ ବ୍ୟସ୍ତତା ସହିତ ବିତିଗଲା। ଯେତେବେଳେ ସେ ଘରକୁ ଆସିଲେ ତ ତାଙ୍କ ଚେହେରାରେ ଏକ ଉଦାସ ଛାଇ ରହିଥିଲା। ସେ ହାତରେ ରିପୋର୍ଟ ଧରିଥିଲେ, ଯାହାକୁ କି ସେ ମୋ ଶାଶୁଙ୍କ ସାମ୍ନାରେ ରଖିଦେଲେ। ମୋର ତ ଯେମିତି ଜୀବନ ଚାଲିଗଲା ଭଳି ଲାଗୁଥିଲା।
ହେଲେ ତାପରେ ମୋତେ ଜଣାପଡ଼ିଲା କି ମୋ ଶାଶୁ ବିଲକୁଲ ବି ଅପାଠୁଆ। ସେ କହିଲେ କି ଗୌତମ ମୋତେ ଏ ରିପୋର୍ଟ ବିଷୟରେ କ'ଣ ବା ଜଣା ଅଛି, ଯେ ଏଥିରେ କ'ଣ ଲେଖା ହୋଇଛି? ଗୌତମ ମୋତେ କହ ଯେ ଏ ରିପୋର୍ଟରେ କ'ଣ ଲେଖା ହେଇଛି? ଗୌତମ କହିଲେ କି ମା, ମୁଁ ତୋତେ କେବେ ବି ସନ୍ତାନ ସୁଖ ଦେଇପାରିବି ନାହିଁ, କାହିଁକି ନା ମୋ ଭିତରେ ଛୁଆ ଜନ୍ମ କରିବାର କ୍ଷମତା ନାହିଁ। ମୋର କେବେ ବି ସନ୍ତାନ ହୋଇପାରିବନି। ଏହା କହି ସେ ନିଜ ମାଆଙ୍କ କୋଳରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲେ। ସେ ମୋ ଶାଶୁଙ୍କୁ କୁଣ୍ଢେଇ ଧରିଲେ ଆଉ କହିଲେ କି ମା, ମୁଁ ଜଣେ ଅଣପୁରୁଷ। ମା, ଦୟାକରି ମୋତେ ଦ୍ୱିତୀୟ ଥର କେବେ ବି ସନ୍ତାନ ହେବା ପାଇଁ କହିବୁ ନାହିଁ। ମୁଁ ତୋତେ ସବୁ କିଛି ଦେଇପାରିବି, କେବଳ ସନ୍ତାନକୁ ଛାଡ଼ି। ଏହା ଶୁଣି ମୋ ଚେହେରାର ରଙ୍ଗ ଫିକା ପଡ଼ିଯାଇଥିଲା। ଗୌତମ ସବୁ ଦୋଷ ନିଜ ଉପରକୁ ନେଇଯାଇଥିଲେ ଆଉ ମୋତେ ସବୁ ଦୋଷରୁ ମୁକ୍ତ କରିଦେଇଥିଲେ। ମୋ ଶାଶୁ ମଧ୍ୟ କାନ୍ଦୁଥିଲେ ଆଉ ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ମୋ ସ୍ୱାମୀକୁ ଦେଖୁଥିଲି କି ଏହା ଗୋଟେ ପୁରୁଷର କେଉଁ ରୂପ ଥିଲା। ମୋ ଶାଶୁ ଯେତେବେଳେ ବହୁତ ସମୟ ଧରି କାନ୍ଦି ସାରିଲେ ତ କହିଲେ କି କିଛି କଥା ନାହିଁ ଗୌତମ, ତୁ ଅନାଥ ଆଶ୍ରମରୁ କୌଣସି ଛୁଆକୁ ନେଇ ଆସିବୁ ଆଉ ଆମେ ତାକୁ ନିଜର ଭାବେ ପାଳିବା। ହେଲେ ତୁ ତ ମନ ଖରାପ କରନା, ମୁଁ ତୋତେ କେବେ ବି ଦ୍ୱିତୀୟ ଥର ସନ୍ତାନ ପାଇଁ କହିବି ନାହିଁ। ରୁମ୍ ଭିତରକୁ ଆସି ଗୌତମ ଖଟ ଉପରେ ନିର୍ଜୀବ ଭଳି ଗଡ଼ି ପଡ଼ିଲେ। ମୁଁ ତାଙ୍କ ପାଖରେ ବସିଗଲି, ତାଙ୍କ ପାଦ ଧରି ନେଲି। ମୁଁ କାନ୍ଦିବାକୁ ଲାଗିଲି। ମୁଁ କହିଲି କି ତୁମେ ଇଏ କ'ଣ କଲ? ମୋ ଦୋଷକୁ, ମୋ ଅଭାବକୁ ତୁମେ ନିଜ ଉପରକୁ ନେଇନେଲ। ସେ ମୋ କାନ୍ଧକୁ ଧରିଲେ ଆଉ ନିଜ ପାଖରେ ବସେଇଲେ ଆଉ କହିଲେ କି ସ୍ୱାମୀ ସ୍ତ୍ରୀ ପରସ୍ପରର ଅଙ୍ଗ ହୋଇଥାନ୍ତି ଆଉ ଆମ ମନ ଆମ ଶରୀର ସହିତ ଆମ ଅଭାବକୁ ମଧ୍ୟ ଲୁଚେଇ ନେଇଥାଏ। ନେହା, ତୁମେ କେବଳ ମୋର, ତୁମ ଖୁସିରେ ହିଁ ମୋ ଖୁସି, ତୁମ ଅଭାବ ହିଁ ମୋ ଅଭାବ ଆଉ ତମ ଦୁଃଖ କଷ୍ଟ ମଧ୍ୟ ମୋ ଦୁଃଖ କଷ୍ଟ। ମୁଁ ଏହା କହୁନି ଯେ ମୋ ପାଇଁ ଏସବୁ ସହଜ ଥିଲା, ହେଲେ ମୁଁ ତୁମକୁ ବି ଛାଡ଼ି ପାରିନଥାନ୍ତି। ଏସବୁରେ ତମର କିଛି ବି ଦୋଷ ନାହିଁ। ଏହା କହି ଗୌତମ ମୋତେ ନିଜ ଛାତିରେ ଲଗେଇଦେଲେ। ମୁଁ ଦୁନିଆର ସବୁଠୁ ଭାଗ୍ୟବାନ ସ୍ତ୍ରୀ, ଯାହାକୁ କି ଗୌତମ ଭଳି ସ୍ୱାମୀଟିଏ ମିଳିଥିଲେ। ଆଜି ଆମ ବାହାଘରକୁ 5 ବର୍ଷ ବିତି ସାରିଛି। ସୋନିର ବି ବାହାଘର ହୋଇସାରିଛି ଆଉ ସେ 2ଟି ଜାଆଁଳା ପୁଅକୁ ଜନ୍ମ ଦେଇଥିଲା। ଗୋଟେ ପୁଅକୁ ସୋନି ମୋତେ ଆଉ ଗୌତମକୁ ଦେଇଦେଲା। ମୁଁ ଖୁସି ଖୁସିରେ ସୋନିର ପୁଅକୁ ଆପଣେଇ ନେଲି। ଏବେ ମୁଁ, ଗୌତମ ଆଉ ମୋ ଶାଶୁ ଏବଂ ଆମ ପୁଅ ସମସ୍ତେ ବହୁତ ଖୁସିରେ ଅଛୁ। ସେ ଛୁଆକୁ ପାଇ ଏମିତି ଲାଗୁଛି ଯେମିତି ଏବେ ଆମ ପରିବାର ପୁରା ହୋଇଯାଇଛି। ତ ଶ୍ରୋତାବନ୍ଧୁମାନେ, ଆଶା କରୁଛି ଆଜିର ଏ କାହାଣୀଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍, ସେୟାର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ। ଧନ୍ୟବାଦ।